ଗୋଟେ କଥା କହିବି ଆଜ୍ଞା, ଯେତେବେଳେ ଆପଣଙ୍କ ସହିତ କିଛି ମାନେ ଗୋଟେ ଖରାପ ଘଟୁଥିବ ନା, ଆପଣ ଯାହା ଆଗରେ କାକୁତି ମିନତି ହେଇକରି କହିଥିବେ କି ଏଇ ଜିନିଷଟା ଆମ ସହିତ କରନ୍ତୁନି, ଆଉ ଆମ ଉପରେ ବହୁତ ଖରାପ ପ୍ରଭାବ ପଡ଼ୁଛି କି ଆମେ କଷ୍ଟ ପାଉଛୁ କି କିଛି ବି ଏମିତି ଯଦି ଆପଣ ରିକ୍ୱେଷ୍ଟ କରି କହିଥିବେ, ତାପରେ ବି ଯଦି ସେ ଲୋକଟା ଶୁଣି ନଥିବ ଆଉ ଆପଣଙ୍କୁ ସେମିତି ମାନେ ତାର କଟୁ କଥା କହୁଥିବ, ତାର ବ୍ୟବହାର ଖରାପ କରୁ, ତାହେଲେ ସେ ଲୋକ ପ୍ରତି ନା କେବେ ବି ଆପଣ ମନରେ ତାଙ୍କ ପାଇଁ ସମ୍ମାନ ବି ରଖନ୍ତୁନି। ଭଲ ପାଇବା ତ ଦୂରର କଥା, ସମ୍ମାନ ବି ରଖନ୍ତୁନି। ଚାହିଁବେ ଯେତେ ଜଲ୍ଦି ସେ ଜାଗାରୁ ସେ ଲୋକଠୁ ଦୂରେଇ ଯିବା ପାଇଁ। ଆଉ ଦେଖିବେ ସେ ଲୋକଠୁ ସେ ଜାଗାରୁ ଆପଣ ଦୂରେଇ ଗଲେ ନିଜ ପାଇଁ ଏଇଟା ଗୋଟେ କ'ଣ ହେବ କହିଲେ, ଆଶୀର୍ବାଦ ହେବ। ଆଉ ଆପଣ ତାପରଠୁ ଖୁସିରେ ରହିବା ଆରମ୍ଭ କରିବେ। କାରଣ ତା ପୂର୍ବରୁ ଆପଣ କ'ଣ କରିଥିବେ ନା, ସେ ଲୋକଠୁ ଆଶା ରଖିଥିବେ କି ମୋ କଥା ବୁଝିବ କି ମୋର ସିଚୁଏସନ୍ ଠିକ୍ କରିବ। କିନ୍ତୁ ଯେଉଁଦିନ ଆପଣ ସେ ଲୋକଠୁ ଦୂରେଇ ଯିବେ, ସେ ଜାଗାରୁ ଦୂରେଇ ଯିବେ, ଦେଖିବେ ସେଇ ଦିନଠୁ ଆପଣଙ୍କ ଜୀବନରେ କିଛି ନା କିଛି ଉପାୟରେ ହଉ ଶାନ୍ତିଟା ଫେରି ଆସିବ। ଏଇଟା ମାନେ ମୁଁ ଅଙ୍ଗେ ନିଭା କଥା, ମୁଁ ସେଥିପାଇଁ କହୁଛି। ମାନେ ଏମିତି ସମୟ ଥିଲା, ମୁଁ ଲୋକଙ୍କୁ ରିକ୍ୱେଷ୍ଟ କରିଥିଲି କି ମୋ ସହିତ ଏମିତି ବ୍ୟବହାର କରନି, କି ଆମେ ତୁମଠୁ ଏଇ ଜିନିଷଟା ଚାହୁଁଛୁ। କିନ୍ତୁ ତାପରେ ବି ନା ସେ ଲୋକଠୁ ମୋତେ କ'ଣ ମିଳିଥିଲା, ଅପମାନ, କଟୁ କଥା, ଆଉ ମାନେ ମୋତେ କିଛି ଭଲ ହିଁ ମିଳିନଥିଲା। ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲି, ସେ ଲୋକଠୁ ମୋତେ କିଛି ବି ମିଳିନଥିଲା। ଆଉ ଯେଉଁଦିନ ମୁଁ ମୋ ନିଜକୁ ଷ୍ଟ୍ରଙ୍ଗ ବନେଇଦେଲି, ଆଉ ବହୁତ କିଛି ସହିଲା ପରେ ସେ ଜାଗାରୁ ସେ ଲୋକଠୁ ମୁଁ ନିଜକୁ ଦୂରେଇ ଦେଲି, ତାପରେ ମୋ ଜୀବନରେ କେବଳ ଖୁସି ଅଛି। ମାନେ ନା ମୁଁ ସେମାନଙ୍କୁ ମନେ ପକାଉଛି, ନା ସେମାନଙ୍କ ଲାଇଫରେ ଆଉଥରେ ଆସିବାକୁ ଚାହୁଁଛି।